समस्त को स्वागत जनाऊँगी आज भिडियो आलोचना को। आज भिडियो रे प्राच्य साहित्य तत्व संपर्क में संक्षिप्त प्रश्न और उत्तर आलोचना करिबा। प्रथम प्रश्न हेउची साहित्य दर्पण ग्रंथर स्रष्टा किए? ऑप्शन रे अछि आचार्य कुंतक, विश्वनाथ कविराज, बामन, खेमेन्द्र। साहित्य दर्पण ग्रंथर स्रष्टा किए? सठिक उत्तर हेब ऑप्शन ख विश्वनाथ कविराज। परवर्ती प्रश्न निम्न रस मध्यरु केउ रस भरत मुनिଙ୍କ नाट्यशास्त्र रे नाही? ऑप्शन रे अछि वीर, रौद्र, शृंगार, शांत। निम्न रस मध्यरु केउ रस भरत मुनिଙ୍କ नाट्यशास्त्र रे नाही? सठिक उत्तर ऑप्शन घ शांत रस। परवर्ती प्रश्न विश्वनाथ कविराजଙ୍କ साहित्य दर्पण रे केउ नूतन रसर उल्लेख रहिछि? ऑप्शन रे अछि बासल्य रस, वीर रस, हास्य रस, विभत्स रस। विश्वनाथ कविराजଙ୍କ साहित्य दर्पण रे केउ नूतन रसर उल्लेख रहिछि? सठिक उत्तर हेब ऑप्शन क बासल्य रस। परवर्ती प्रश्न केउटी रस उत्पन्न रे सहायक हुए नहीं? स्थायी भाव, अनुमान, विभाव, संचारी भाव। केउटी रस उत्पन्न रे सहायक हुए नहीं? सठिक उत्तर हेब ऑप्शन ख अनुमान। परवर्ती प्रश्न विभावानुभाव, संचारी भाव, संयोगात रस निष्पत्ति उक्तिर प्रणेता किए? विश्वनाथ कविराज, भामह, भरतमुनि, पंडित गंगाधर। विभावानुभाव, संचारी भाव, संयोगात रस निष्पत्ति उक्तिर प्रणेता किए? सठिक उत्तर हेब ऑप्शन ग भरत मुनि। परवर्ती प्रश्न निम्नोक्त रसवादी रस मतामत अनुजाई क स्तंभ सह ख स्तंभ को संपर्कित कर। क स्तंभ रे अछि अनुमितिवाद, उत्पत्तिवाद, भुक्तिवाद, अभिव्यक्तिवाद। ख स्तंभ रे अछि भट्टलोल्लट, भट्टनायक, अभिनवगुप्त, श्री शंकुक। सठिक उत्तर हेब अनुमितिवाद, श्री शंकुक, उत्पत्तिवाद, भट्टलोल्लट, भुक्तिवाद, भट्टनायक, अभिव्यक्तिवाद, अभिनवगुप्त। परवर्ती प्रश्न भरत मुनिଙ୍କ नाट्यशास्त्र रे केतोटी रसर उल्लेख अछि? 10, 9, 8, 11। भरत मुनिଙ୍କ नाट्यशास्त्र रे केतोटी रसर उल्लेख अछि? सठिक उत्तर ऑप्शन ग 8टी। परवर्ती प्रश्न स्थायी भाव केते प्रकारर? 8, 9, 10, 12। स्थायी भाव केते प्रकारर? सठिक उत्तर ऑप्शन ख 9 प्रकारर। परवर्ती प्रश्न रस गंगाधर काव्य ग्रंथर स्रष्टा किए? राजशेखर, भरतमुनि, विश्वनाथ कविराज, पंडित जगन्नाथ कविराज। रस गंगाधर काव्य ग्रंथर स्रष्टा किए? सठिक उत्तर ऑप्शन घ पंडित जगन्नाथ कविराज। परवर्ती प्रश्न शोक केउ रसर स्थायी भाव? वीर रस, करुण रस, अद्भुत रस, बासल्य रस।
ଶୋକ କେଉଁ ରସର ସ୍ଥାୟୀ ଭାବ? ସଠିକ୍ ଉତ୍ତର ହେବ ଅପସନ୍ ଖ କରୁଣ ରସ। ପରବର୍ତ୍ତୀ ପ୍ରଶ୍ନ, ବାତ୍ସଲ୍ୟ ରସର ସ୍ଥାୟୀ ଭାବ କ'ଣ? ସ୍ନେହ, ରତି, ଭୟ, ଉତ୍ସାହ। ବାତ୍ସଲ୍ୟ ରସର ସ୍ଥାୟୀ ଭାବ କ'ଣ? ସଠିକ୍ ଉତ୍ତର ହେବ ଅପସନ୍ କ ସ୍ନେହ। ପରବର୍ତ୍ତୀ ପ୍ରଶ୍ନ, ଶୃଙ୍ଗାର ରସ କେତେ ଭାଗରେ ବିଭକ୍ତ? 4, 3, 2, 5। ଶୃଙ୍ଗାର ରସ କେତେ ଭାଗରେ ବିଭକ୍ତ? ସଠିକ୍ ଉତ୍ତର ଅପସନ୍ ଗ 2 ଭାଗରେ ବିଭକ୍ତ। ପରବର୍ତ୍ତୀ ପ୍ରଶ୍ନ, ରସ୍ୟତେ ଇତି ରସଃ ଉକ୍ତିର ପ୍ରଣେତା କିଏ? ଅପସନ୍ରେ ଅଛି ଭରତମୁନି, ବିଶ୍ୱନାଥ କବିରାଜ, ଦଣ୍ଡି, ବାମନ। ରସ୍ୟତେ ଇତି ରସ ଉକ୍ତିର ପ୍ରଣେତା କିଏ? ସଠିକ୍ ଉତ୍ତର ଅପସନ୍ ଖ ବିଶ୍ୱନାଥ କବିରାଜ। ପରବର୍ତ୍ତୀ ପ୍ରଶ୍ନ, ଆନନ୍ଦବର୍ଦ୍ଧନ ରସ ବଦଳରେ କେଉଁ ଶବ୍ଦକୁ ଗ୍ରହଣ କରିଛନ୍ତି? ପ୍ରେମ, ବ୍ରହ୍ମ, ଶାନ୍ତି, ଆହ୍ଲାଦ। ଆନନ୍ଦବର୍ଦ୍ଧନ ରସ ବଦଳରେ କେଉଁ ଶବ୍ଦକୁ ଗ୍ରହଣ କରିଛନ୍ତି? ସଠିକ୍ ଉତ୍ତର ଅପସନ୍ ଘ ଆହ୍ଲାଦ। ପରବର୍ତ୍ତୀ ପ୍ରଶ୍ନ, ବ୍ୟଭିଚାରୀ ଭାବର ଅନ୍ୟ ନାମ କ'ଣ? ଆଲମ୍ବନ, ଉଦ୍ଦୀପନ, ସଞ୍ଚାରୀ, ବିପ୍ରଲମ୍ଭ। ସଠିକ୍ ଉତ୍ତର ଅପସନ୍ ଗ ସଞ୍ଚାରୀ ଭାବ। କେଉଁଟି ଦଶମ ରସ ଭାବେ ଗୃହୀତ? ବାତ୍ସଲ୍ୟ, ଭକ୍ତି, କରୁଣ, ଅଦ୍ଭୁତ। କେଉଁଟି ଦଶମ ରସ ଭାବରେ ଗୃହୀତ? ସଠିକ୍ ଉତ୍ତର ଅପସନ୍ କ ବାତ୍ସଲ୍ୟ ରସ। ପରବର୍ତ୍ତୀ ପ୍ରଶ୍ନ, କିଏ ଦଶ ରସରେ ଭକ୍ତି ରସ ଯୋଗ କରି ରସର ସଂଖ୍ୟା 11 କଲେ? ରୁଦ୍ରଟ, ଭାମହ, ମମ୍ମଟ, ରୂପ ଗୋସ୍ୱାମୀ। କିଏ ଦଶ ରସରେ ଭକ୍ତି ରସ ଯୋଗ କରି ରସର ସଂଖ୍ୟା 11 କଲେ? ସଠିକ୍ ଉତ୍ତର ଅପସନ୍ ଘ ରୂପ ଗୋସ୍ୱାମୀ। କ ସ୍ତମ୍ଭରେ ଅଛି ନାଟ୍ୟଶାସ୍ତ୍ର, କାବ୍ୟମୀମାଂସା, କାବ୍ୟପ୍ରକାଶ, କାବ୍ୟାଳଙ୍କାର ସୂତ୍ରବୃତ୍ତି। ଖ ସ୍ତମ୍ଭରେ ଅଛି ମମ୍ମଟ, ବାମନ, ଭରତମୁନି, ରାଜଶେଖର। ସଠିକ୍ ଉତ୍ତର ହେବ ନାଟ୍ୟଶାସ୍ତ୍ର, ଭରତମୁନି, କାବ୍ୟମୀମାଂସା, ରାଜଶେଖର, କାବ୍ୟପ୍ରକାଶ, ମମ୍ମଟ, କାବ୍ୟାଳଙ୍କାର ସୂତ୍ରବୃତ୍ତି, ବାମନ। ସଠିକ୍ ଉତ୍ତର ହେବ ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ, କାବ୍ୟ ତତ୍ତ୍ୱରେ ରୀତିର ପ୍ରଥମ ସଂସ୍ଥାପକ କିଏ? ଆଚାର୍ଯ୍ୟ ବାମନ, ଆଚାର୍ଯ୍ୟ ଭାମହ, ଆଚାର୍ଯ୍ୟ ଦଣ୍ଡି, ଆଚାର୍ଯ୍ୟ ଭରତ। ସଠିକ୍ ଉତ୍ତର ହେବ ଅପସନ୍ କ ଆଚାର୍ଯ୍ୟ ବାମନ। ପରବର୍ତ୍ତୀ ପ୍ରଶ୍ନ, କାବ୍ୟାଳଙ୍କାର ସୂତ୍ରବୃତ୍ତିର ରଚୟିତା କିଏ? ଆଚାର୍ଯ୍ୟ ଭାମହ, ଆଚାର୍ଯ୍ୟ ଦଣ୍ଡି, ଆଚାର୍ଯ୍ୟ ଭରତ, ଆଚାର୍ଯ୍ୟ ବାମନ। କାବ୍ୟାଳଙ୍କାର ସୂତ୍ରବୃତ୍ତିର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ ଘ ଆଚାର୍ଯ୍ୟ ବାମନ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୁଲ ଉକ୍ତି? ରସରେ ଅଛି ରୌଦ୍ର, ବିଭତ୍ସ, ଅଦ୍ଭୁତ, ଶୃଙ୍ଗାର। ସ୍ଥାୟୀ ଭାବରେ ଅଛି କ୍ରୋଧ, ଭୟ, ବିସ୍ମୟ, ରତି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୁଲ ଉକ୍ତି?
ସଠିକ୍ ଉତ୍ତର ହେବ ଅପସନ୍ ଖ ବିଭତ୍ସ ଭୟ। ପରବର୍ତ୍ତୀ ପ୍ରଶ୍ନ ରୀତିରାତ୍ମା କାବ୍ୟସ୍ୟ ଉକ୍ତିଟି କାହାର? ଆଚାର୍ଯ୍ୟ ବାମନ, ଆଚାର୍ଯ୍ୟ ଭାମହ, ଆଚାର୍ଯ୍ୟ ଦଣ୍ଡୀ, ଭରତ ମୁନି। ରୀତିରାତ୍ମା କାବ୍ୟସ୍ୟ ଉକ୍ତିଟି କାହାର? ସଠିକ୍ ଉତ୍ତର ଅପସନ୍ କ ଆଚାର୍ଯ୍ୟ ବାମନ। ପରବର୍ତ୍ତୀ ପ୍ରଶ୍ନ ଆଚାର୍ଯ୍ୟ ବାମନ ପ୍ରଥମେ କେତୋଟି ରୀତିକୁ ଗ୍ରହଣ କରିଥିଲେ? 4, 5, 3, 2। ଆଚାର୍ଯ୍ୟ ବାମନ ପ୍ରଥମେ କେତୋଟି ରୀତିକୁ ଗ୍ରହଣ କରିଥିଲେ? ସଠିକ୍ ଉତ୍ତର ଅପସନ୍ ଗ 3। ପରବର୍ତ୍ତୀ ପ୍ରଶ୍ନ ଏଥିମଧ୍ୟରୁ କେଉଁ ରୀତିକୁ ବାମନ ଗ୍ରହଣ କରିନଥିଲେ? ବୈଦର୍ଭୀ, ଗୌଡ଼ି, ପାଞ୍ଚାଡ଼ି, ଲାଟି। ସଠିକ୍ ଉତ୍ତର ଅପସନ୍ ଘ ଲାଟି ରୀତି। ପରବର୍ତ୍ତୀ ପ୍ରଶ୍ନ ଲାଟି ରୀତିର ସଂଯୋଜକ କିଏ? ବାମନ, ରୁଦ୍ରଟ, ଦଣ୍ଡୀ, ଭୋଜ। ଲାଟି ରୀତିର ସଂଯୋଜକ କିଏ? ସଠିକ୍ ଉତ୍ତର ଅପସନ୍ ଖ ରୁଦ୍ରଟ। ପରବର୍ତ୍ତୀ ପ୍ରଶ୍ନ ସରସ୍ୱତୀ କଣ୍ଠାଭରଣ ଗ୍ରନ୍ଥର ରଚୟିତା କିଏ? ଭୋଜରାଜ, ଦଣ୍ଡୀ, ବାମନ, କ୍ଷେମେନ୍ଦ୍ର। ସରସ୍ୱତୀ କଣ୍ଠାଭରଣ ଗ୍ରନ୍ଥର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ କ ଭୋଜରାଜ। ପରବର୍ତ୍ତୀ ପ୍ରଶ୍ନ କାବ୍ୟାଦର୍ଶ ଗ୍ରନ୍ଥର ରଚୟିତା କିଏ? ଭୋଜରାଜ, ଦଣ୍ଡୀ, ବାମନ, କୁନ୍ତକ। କାବ୍ୟାଦର୍ଶ ଗ୍ରନ୍ଥର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ ଖ ଦଣ୍ଡୀ। ପରବର୍ତ୍ତୀ ପ୍ରଶ୍ନ ଏଥିମଧ୍ୟରୁ ବୈଦର୍ଭୀ ରୀତି କେଉଁ ରସ ପାଇଁ ବ୍ୟବହୃତ ହୋଇନଥାଏ? ଶୃଙ୍ଗାର, କରୁଣ, ଶାନ୍ତ, ବୀର। ଏଥିମଧ୍ୟରୁ ବୈଦର୍ଭୀ ରୀତି କେଉଁ ରସ ପାଇଁ ବ୍ୟବହୃତ ହୋଇନଥାଏ? ସଠିକ୍ ଉତ୍ତର ହେବ ଅପସନ୍ ଘ ବୀର ରସ। ପରବର୍ତ୍ତୀ ପ୍ରଶ୍ନ ଏଥିମଧ୍ୟରୁ କେଉଁଟି ଭୋଜରାଜଙ୍କ ଦ୍ୱାରା ପ୍ରବର୍ତ୍ତିତ ରୀତି? ଲାଟି, ବୈଦର୍ଭୀ, ମାଗଧୀ, ପାଞ୍ଚାଡ଼ି। ସଠିକ୍ ଉତ୍ତର ଅପସନ୍ ଗ ମାଗଧୀ। ପରବର୍ତ୍ତୀ ପ୍ରଶ୍ନ ଏଥିମଧ୍ୟରୁ କେଉଁ ରସଟି ଗୌଡ଼ି ରୀତି ପାଇଁ ଉଦ୍ଦିଷ୍ଟ ନୁହେଁ? ଶାନ୍ତ, ବୀର, ବିଭତ୍ସ, ରୌଦ୍ର। ସଠିକ୍ ଉତ୍ତର ହେବ ଅପସନ୍ କ ଶାନ୍ତ ରସ। ପରବର୍ତ୍ତୀ ପ୍ରଶ୍ନ ରସର ସ୍ଥିର ଓ ଉତ୍କର୍ଷ ବିଧାୟକ ଧର୍ମଟି କ'ଣ? ଅଳଙ୍କାର, ଗୁଣ, ଧ୍ୱନି, ରୀତି। ସଠିକ୍ ଉତ୍ତର ଅପସନ୍ ଖ ଗୁଣ। ହର୍ଷ ଚରିତର ସ୍ରଷ୍ଟା କିଏ? ଆନନ୍ଦବର୍ଦ୍ଧନ, ଭରତ ମୁନି, ରାଜଶେଖର, ବାଣଭଟ୍ଟ। ହର୍ଷ ଚରିତର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଘ ବାଣଭଟ୍ଟ। ପରବର୍ତ୍ତୀ ପ୍ରଶ୍ନ ଭରତ ମୁନିଙ୍କ ମତରେ ଗୁଣ କେତେ ପ୍ରକାରର? 3, 4, 10, 5। ଭରତ ମୁନିଙ୍କ ମତରେ ଗୁଣ କେତେ ପ୍ରକାରର? ସଠିକ୍ ଉତ୍ତର ଅପସନ୍ ଗ 10 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ ମମ୍ମଟ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ କେତେ ପ୍ରକାରର? 3, 4, 10, 5। ସଠିକ୍ ଉତ୍ତର ଅପସନ୍ କ 3 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ ଏଥିମଧ୍ୟରୁ କେଉଁଟି ଏକ ଗୁଣ ନୁହେଁ? ସମତା, ଅବନ୍ତିକା, ଅଭିବ୍ୟକ୍ତି, ସକୁମାର୍ଯ୍ୟ।
ଏଥିମଧ୍ୟରୁ କେଉଁଟି ଏକ ଗୁଣ ନୁହେଁ? ସଠିକ୍ ଉତ୍ତର ହେବ ଅପସନ୍ ଖ ଅବନ୍ତିକା। ପରବର୍ତ୍ତୀ ପ୍ରଶ୍ନ, ସ୍ଥିରତ୍ୱେ ସତି ରସାଦୀନାଂ ମାସ ଦୁତ୍କର୍ଷଜନକ ଧର୍ମତ୍ୱଂ ଗୁଣତ୍ୱଂ ଏହି ଉକ୍ତିର ପ୍ରଣେତା କିଏ? ଆନନ୍ଦବର୍ଦ୍ଧନ, ଭାମହ, ବିଶ୍ୱନାଥ କବିରାଜ, ବାମନ। ସଠିକ୍ ଉତ୍ତର ହେବ ଅପସନ୍ ଗ ବିଶ୍ୱନାଥ କବିରାଜ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗୁଣ ସହଜରେ ଶ୍ରୋତାର ହୃଦୟକୁ ଆକର୍ଷିତ କରିନିଏ? କେଉଁ ଗୁଣ ସହଜରେ ଶ୍ରୋତାର ହୃଦୟକୁ ଆକର୍ଷିତ କରିନିଏ? ପ୍ରସାଦ, ମାଧୁର୍ଯ୍ୟ, ଶ୍ଳେଷ, ସୌକୁମାର୍ଯ୍ୟ। ସଠିକ୍ ଉତ୍ତର ହେବ ଅପସନ୍ କ ପ୍ରସାଦ ଗୁଣ। ପରବର୍ତ୍ତୀ ପ୍ରଶ୍ନ, କାବ୍ୟର ଅସ୍ଥିର ଧର୍ମ କେଉଁଟି? ରସ, ଗୁଣ, ଧ୍ୱନି, ଅଳଙ୍କାର। କାବ୍ୟର ଅସ୍ଥିର ଧର୍ମ କେଉଁଟି? ସଠିକ୍ ଉତ୍ତର ଅପସନ୍ ଘ ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଧ୍ୱନିକୁ ଶ୍ରେଷ୍ଠ ଧ୍ୱନି ଭାବେ ଗ୍ରହଣ କରାଯାଇଛି? ବସ୍ତୁ ଧ୍ୱନି, ରସ ଧ୍ୱନି, ଅଳଙ୍କାର ଧ୍ୱନି, ସ୍ୱର ଧ୍ୱନି। କେଉଁ ଧ୍ୱନିକୁ ଶ୍ରେଷ୍ଠ ଧ୍ୱନି ଭାବେ ଗ୍ରହଣ କରାଯାଇଛି? ସଠିକ୍ ଉତ୍ତର ଅପସନ୍ ଖ ରସଧ୍ୱନି। ପରବର୍ତ୍ତୀ ପ୍ରଶ୍ନ, ଧ୍ୱନିବାଦର ପ୍ରବକ୍ତା କିଏ? ଆନନ୍ଦବର୍ଦ୍ଧନ, କ୍ଷେମେନ୍ଦ୍ର, କୁନ୍ତକ, ଭାମହ। ଧ୍ୱନିବାଦର ପ୍ରବକ୍ତା କିଏ? ସଠିକ୍ ଉତ୍ତର ଅପସନ୍ କ ଆନନ୍ଦବର୍ଦ୍ଧନ। ପରବର୍ତ୍ତୀ ପ୍ରଶ୍ନ, ଆନନ୍ଦବର୍ଦ୍ଧନଙ୍କ ମତରେ ଧ୍ୱନି କେତେ ଭାଗରେ ବିଭକ୍ତ? 4, 6, 3, 5। ଆନନ୍ଦବର୍ଦ୍ଧନଙ୍କ ମତରେ ଧ୍ୱନି କେତେ ଭାଗରେ ବିଭକ୍ତ? ସଠିକ୍ ଉତ୍ତର ଅପସନ୍ ଗ 3 ଭାଗରେ ବିଭକ୍ତ। ପରବର୍ତ୍ତୀ ପ୍ରଶ୍ନ, ଏଥିମଧ୍ୟରୁ କେଉଁଟି ଆନନ୍ଦବର୍ଦ୍ଧନଙ୍କ ଦ୍ୱାରା ରଚିତ ପୁସ୍ତକ? ସାହିତ୍ୟ ଦର୍ପଣ, ସରସ୍ୱତୀ କଣ୍ଠାଭରଣ, ନାଟ୍ୟଶାସ୍ତ୍ର, ଧ୍ୱନ୍ୟାଲୋକ। ସଠିକ୍ ଉତ୍ତର ଅପସନ୍ ଘ ଧ୍ୱନ୍ୟାଲୋକ। ପରବର୍ତ୍ତୀ ପ୍ରଶ୍ନ, ବକ୍ରୋକ୍ତି କାବ୍ୟ ଜୀବିତମ୍ ଉକ୍ତିର ସ୍ରଷ୍ଟା କିଏ? କ୍ଷେମେନ୍ଦ୍ର, କୁନ୍ତକ, ଭୋଜ, ଆନନ୍ଦବର୍ଦ୍ଧନ। ବକ୍ରୋକ୍ତି କାବ୍ୟ ଜୀବିତମ୍ ଉକ୍ତିର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଖ କୁନ୍ତକ। ପରବର୍ତ୍ତୀ ପ୍ରଶ୍ନ, ଔଚିତ୍ୟବାଦର ପ୍ରବକ୍ତା କିଏ? କ୍ଷେମେନ୍ଦ୍ର, କୁନ୍ତକ, ବାମନ, ଆନନ୍ଦବର୍ଦ୍ଧନ। ଔଚିତ୍ୟବାଦର ପ୍ରବକ୍ତା କିଏ? ସଠିକ୍ ଉତ୍ତର ଅପସନ୍ କ କ୍ଷେମେନ୍ଦ୍ର। ପରବର୍ତ୍ତୀ ପ୍ରଶ୍ନ, କୁନ୍ତକଙ୍କ ମତରେ ବକ୍ରୋକ୍ତି କେତେ ପ୍ରକାରର? 5, 7, 4, 6। କୁନ୍ତକଙ୍କ ମତରେ ବକ୍ରୋକ୍ତି କେତେ ପ୍ରକାରର? ସଠିକ୍ ଉତ୍ତର ଅପସନ୍ ଘ 6 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ, କ୍ଷେମେନ୍ଦ୍ର ଔଚିତ୍ୟକୁ କେତେ ଭାଗରେ ବିଭକ୍ତ କରିଛନ୍ତି? 7, 27, 17, 37। ସଠିକ୍ ଉତ୍ତର ହେବ ଅପସନ୍ ଖ 27 ଭାଗରେ ବିଭକ୍ତ କରିଛନ୍ତି। ନିମ୍ନୋକ୍ତ ମଧ୍ୟରୁ କେଉଁ ଗ୍ରନ୍ଥର ଗ୍ରନ୍ଥଟିକା ହେଉଛି ଲୋଚନ ଟୀକା? ଧ୍ୱନ୍ୟାଲୋକ, ସରସ୍ୱତୀ କଣ୍ଠାଭରଣମ୍, କାବ୍ୟପ୍ରକାଶ, କାବ୍ୟମୀମାଂସା। ନିମ୍ନୋକ୍ତ ମଧ୍ୟରୁ କେଉଁ ଗ୍ରନ୍ଥର ଗ୍ରନ୍ଥଟିକା ହେଉଛି ଲୋଚନ ଟୀକା? ସଠିକ୍ ଉତ୍ତର ଅପସନ୍ କ ଧ୍ୱନ୍ୟାଲୋକ। ପରବର୍ତ୍ତୀ ପ୍ରଶ୍ନ, ଲୋଚନ ଟୀକାର ଲେଖକ କିଏ? ଶ୍ରୀ ଶଙ୍କୁକ, ଆନନ୍ଦବର୍ଦ୍ଧନ, ଅଭିନବଗୁପ୍ତ, କୁନ୍ତକ।
लोचन टीकार लेखक अभिनव गुप्त। परवर्ती प्रश्न ध्वनिभेद दृष्टि काव्य केते प्रकारर 2 3 4 5 ध्वनिभेद दृष्टि काव्य केते प्रकारर सठिक उत्तर ऑप्शन ख 3 प्रकारर। परवर्ती प्रश्न एवं शेष प्रश्न क स्तंभ अच्छी ध्वन्यालोक काव्यादर्श साहित्य दर्पण काव्यालंकार सूत्रवृत्ति। ख स्तंभ अच्छी विश्वनाथ कविराज बामन आनंदवर्धन दंडी सठिक उत्तर हेब ध्वन्यालोक आनंदवर्धन काव्यादर्श दंडी साहित्य दर्पण विश्वनाथ कविराज काव्यालंकार सूत्रवृत्ति बामन। यह थिला आजिर शेष प्रश्न। भिडियोटी भल लगी भिडियोटी को लाइक करंतु चैनल को नुआ से सब्सक्राइब करंतु एवं सांगसाथी मानक सह मध्य शेयर करंतु। धन्यवाद।